Hello friends, this is Chabila here. Welcome to my channel Ebirat Study Center. ଏ ଭିଡ଼ିଓରେ ଆମେ OSSTT ହିଷ୍ଟ୍ରି ସିଲାବସ୍ର ସୁଭାଷ ଚନ୍ଦ୍ର ବୋଷ ଆଣ୍ଡ ଇଣ୍ଡିଆନ୍ ଆର୍ମି ବା ଆଜାଦ ହିନ୍ଦ ଫୋର୍ସ ଏଇଟା ଆମେ ଡିସ୍କସ୍ କରିବା ତାଙ୍କ ବିଷୟରେ। ଓକେ, এই ଯେଉଁ ଟପିକ୍ଟା ଅଛି এই ଟପିକ୍ଟା କେଉଁ ରିଲେଟେଡ଼୍ ଅଛି ଇଣ୍ଡିଆନ୍ ନ୍ୟାସନାଲ୍ ମୁଭମେଣ୍ଟ ଏବଂ ଇଣ୍ଡିଆନ୍ ନ୍ୟାସନାଲ୍ ମୁଭମେଣ୍ଟର ଆମେ 4ଟି ଭିଡ଼ିଓ କରିସାରିଛେ। କ'ଣ କ'ଣ ଆପଣମାନେ ଯେଉଁମାନେ ଦେଖୁଛନ୍ତି ସେମାନେ କହିପାରିବେ। ଫାର୍ଷ୍ଟ ସ୍ୱଦେଶୀ ମୁଭମେଣ୍ଟ ପଢ଼ିଥିଲେ ଆମେ ଫାର୍ଷ୍ଟ, ତାପରେ ଆମେ ନନ୍ କୋଅପରେସନ୍ ମୁଭମେଣ୍ଟ ପଢ଼ିଲେ, ସିଭିଲ୍ ଡିସ୍ଓବିଡ଼ିଏଣ୍ଟ ମୁଭମେଣ୍ଟ ପଢ଼ିଲେ, ଦେନ୍ ଆପଣମାନଙ୍କର କୁଏଟ୍ ଇଣ୍ଡିଆ ମୁଭମେଣ୍ଟ ଡିସ୍କସ୍ କରିଲେ। ଆଉ ଏହାର ଏଇ ମୁଭମେଣ୍ଟ ସରିବା ପରେ ଠିକ୍ ଅଛି, ଆଉ କିଛି ଯେଉଁଟାକି ବାହାରୁ ଆଟାକ୍ ହେଲା କିମ୍ବା ଅନ୍ୟ କୌଣସି ପ୍ରୋସେସ୍ ଥ୍ରୁରୁ ଇଣ୍ଡିଆନ୍ ନ୍ୟାସନାଲ୍ ମୁଭମେଣ୍ଟ ରିଲେଟେଡ଼୍ ଅଛି ତାହା ଆମେ ଡିସ୍କସ୍ କରିବା। ସେଟା ଯେଉଁ ତିନୋଟି ନନ୍ କୋଅପରେସନ୍ ମୁଭମେଣ୍ଟ, ସିଭିଲ୍ ଡିସ୍ଓବିଡ଼ିଏଣ୍ଟ ମୁଭମେଣ୍ଟ, କୁଏଟ୍ ଇଣ୍ଡିଆ ମୁଭମେଣ୍ଟ ମହାତ୍ମା ଗାନ୍ଧୀର ଥିଲା। ସ୍ୱଦେଶୀ ମୁଭମେଣ୍ଟ ଏଇଟା ବେଙ୍ଗଲରେ ବେସିକଲି ଦେଖିବାକୁ ମିଳିଥିଲା। ବେଙ୍ଗଲରୁ ଆରମ୍ଭ ହୋଇକି ମହାରାଷ୍ଟ୍ର, ପଞ୍ଜାବ ସବୁ ଜାଗାକୁ ଯାଇକି ରାଜସ୍ଥାନ ଏରିଆକୁ ଯାଇକି ସମସ୍ତେ ଲଢ଼ିଥିଲେ। କିନ୍ତୁ ଆଜି ଯେଉଁ ଟପିକ୍ରୁ ଆମେ ଯେଉଁ ଡିସ୍କସ୍ କରିବା ଯେଉଁ ଟପିକ୍ଟା ଆମେ ସ୍ପେସିଆଲି ସୁଭାଷ ଚନ୍ଦ୍ର ବୋଷ ଯିଏକି ଭାଇଲେନ୍ସକୁ ବେଶୀ ଟାର୍ଗେଟ୍ କରିଥିଲେ। ଭାଇଲେନ୍ସମାନଙ୍କୁ ବେଶୀ ଟାର୍ଗେଟ୍ କରିଥିଲେ ମାନେ ଅର୍ଥ କି ସେ ଯେକୌଣସି ପ୍ରକାରରେ ମୁଁ ଫ୍ରିଡ଼ମ୍ ଦେବି ବୋଲି ସେ କହିଥିଲେ ଏବଂ ସେ ମଧ୍ୟ ସେଇଟା କରିଥିଲେ। ବହୁତ ଗୁଡ଼ାଏ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କର ବିଫଳ ହେଇଥିଲା। ବିଫଳ ତ କହିପାରିବାନି, ମାନେ ଟୋଟାଲି ସକ୍ସେସଫୁଲ୍ ହେଇନଥିଲା, କିନ୍ତୁ କିଛି ମାତ୍ରାରେ କାମରେ ଆସିଥିଲା। ତ ସେଇଟା ଆମେ ଡିସ୍କସ୍ କରିବା ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ। ସୁଭାଷ ଚନ୍ଦ୍ର ବୋଷଙ୍କ ଆର୍ଲି ଲାଇଫ୍ ଯଦି ଆମେ ଡିସ୍କସ୍ କରିବା, ଦେଖନ୍ତୁ ସେ 1897 ମସିହା ଜାନୁଆରୀ 23 ତାରିଖ କଟକ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଫାଦର ନାଁ ଥିଲା ଜାନକୀନାଥ ବୋଷ। ଆଉ ଜାନକୀନାଥ ବୋଷ ଯେଉଁ ଥିଲେ ଗୋଟେ ଆଇନଜୀବୀ ଥିଲେ, ଲୟର୍ ଥିଲେ ଏବଂ ସେ ରେଭେନ୍ସା କଲେଜରେ ମଧ୍ୟ ପଢ଼ିଥିଲେ ଏବଂ ରେଭେନ୍ସା କଲେଜରେ ପଢ଼ୁଥିବା ସମୟରେ ସେ ଗୋଟେ କ୍ଷୁଦିରାମ ବୋଷ ଦିବସ ସେଲିବ୍ରେଟେଡ଼ କରିଥିଲେ। ଦେଖନ୍ତୁ ମୁଁ ଏଠି ଇମ୍ପୋର୍ଟାଣ୍ଟ ପଏଣ୍ଟ ଲେଖିଛି ଯେଉଁଟାକି ଆପଣ ସେ ମାନେ ଡିସ୍କସ୍ କରିବା ଆମେ ସେ ରେଭେନ୍ସା କଲେଜରେ ପଢ଼ୁଥିଲେ ନା କେଉଁ କଲେଜରେ ପଢ଼ୁଥିଲେ ସେଠି କ୍ୱେଶ୍ଚନ୍ ଆସିବନି। ଜଷ୍ଟ ଆପଣମାନେ ଯେଉଁଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ମୁଁ ସେଇଟା ହିଁ ଆପଣମାନଙ୍କୁ ଲେଖିଦେଇଛି, ଯେଉଁଟାକି ଆପଣଙ୍କୁ ବହୁତ ସହଜ ହେବ। ସେ ସେଲିବ୍ରେଟ୍ କରିଥିଲେ କ'ଣ, କ୍ଷୁଦିରାମ ବୋଷ ଯେତେବେଳେ ସେ କଲେଜ ପଢ଼ୁଥିଲେ ଏବଂ 1920 ମସିହାରେ ସେ IAS କ୍ଲିଅର୍ କରିଥିଲେ। କେତେ ର୍ୟାଙ୍କରେ? 4th ର୍ୟାଙ୍କରେ। ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷ, ଠିକ୍ ଅଛି। ତ 4th ର୍ୟାଙ୍କରେ ସେ IAS କ୍ଲିଅର୍ କରିଥିଲେ 1920 ମସିହାରେ। ଓକେ, ତାପରେ ତ ଏଇଟା ଥିଲା ତାଙ୍କର ଆର୍ଲି ଲାଇଫ୍। ଦେନ୍ ଆମେ ଡିସ୍କସ୍ କରିବା ପଲିଟିକାଲ୍ ଲାଇଫ୍, ରାଜନୈତିକ ଜୀବନ କେମିତି ତାଙ୍କର ଚାଲିଥିଲା। ଦେଖନ୍ତୁ ସେ ସମୟରେ ଫେମସ୍ ଥିଲା ଆମର କ'ଣ ଗୋଟେ ଗ୍ରୁପ୍, ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ, ଯିଏକି ହିନ୍ଦୁତ୍ୱ, ଖାଲି ହିନ୍ଦୁତ୍ୱ କହିପାରିବାନି, ମାନେ ହିନ୍ଦୁ ରାଜ ସୃଷ୍ଟି କରିବାକୁ ଚାହୁଁଥିଲା, ମାନେ ସ୍ୱରାଜ ସୃଷ୍ଟି କରିବାକୁ ଚାହୁଁଥିଲା। ଯେମିତିକି ପଲିଟିକାଲ୍ ଲାଇଫ୍ ଯେମିତି କହିବା ଆମେ 1923 ମସିହାରେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସକୁ ସେ ଜଏନ୍ କରିଥିଲେ। ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସକୁ ସେ ଜଏନ୍ କରିଥିଲେ, ନା କି ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ବନିଥିଲା। ତ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ କେବେ ବନିଥିଲା ଏବଂ କିଏ କରିଥିଲା ସେଇଟା ଆପଣମାନଙ୍କୁ ହୋମୱାର୍କ ଆପଣମାନେ କମେଣ୍ଟ ବକ୍ସରେ ଲେଖିବେ। ଦେଖନ୍ତୁ 1923 ମସିହାରେ ଯେଉଁ ସୁଭାଷ ଚନ୍ଦ୍ର ବୋଷ ଥିଲେ ସେ ଜଏନ୍ କରିଥିଲେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଏବଂ ତାଙ୍କୁ ପଲିଟିକାଲ୍ ଗୁରୁ ଭାବରେ ବା ପଲିଟିକାଲ୍ ଗୁରୁ ତାଙ୍କର କିଏ ଥିଲେ ନା CR ଦାସ। ଆପଣମାନେ ମନେ ରଖନ୍ତୁ, ଯିଏକି ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ବନାଇବା ପାଇଁ ସେ ପ୍ରଥମେ ଆଇଡ଼ିଆ ଦେଇଥିଲେ। ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ, ଏଇଟା ପଲିଟିକାଲ୍ ସାଇନ୍ସର ମଧ୍ୟ କ୍ୱେଶ୍ଚନ୍ ଆପଣମାନଙ୍କୁ ଆସିଯାଏ। ଏବଂ 1924 ମସିହାରେ ସେ ଗୋଟେ ମ୍ୟୁନିସିପାଲିଟିରେ ଗୋଟେ ଚେୟାରମ୍ୟାନ୍ ପ୍ରେସିଡେଣ୍ଟ ହିସାବରେ ସେ କାମ କରୁଥିଲେ ସେ ସମୟରେ ଏବଂ ପ୍ରେସିଡେଣ୍ଟ ହେଲେ ପ୍ରେସିଡେଣ୍ଟ ହେବା କଥା, ଚେୟାରମ୍ୟାନ୍ ନୁହଁ, ପ୍ରେସିଡେଣ୍ଟ ସରି। ତାପରେ ସେ କ'ଣ କଲେ ନା ପ୍ରେସିଡେଣ୍ଟ ହେଲେ କେଉଁ ଜାଗାର, ବେଙ୍ଗଲ କଂଗ୍ରେସର ଏବଂ ଅଲ୍ ଇଣ୍ଡିଆ ନ୍ୟାସନାଲ୍ କଂଗ୍ରେସର ସେ ପ୍ରେସିଡେଣ୍ଟ ହେଲେ। ଓକେ, ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ସେ ଗୋଟେ ବୁକ୍ ଲେଖିଥିଲେ ଯାହାର ନାଁ ହେଲା ଇଣ୍ଡିଆନ୍ ଷ୍ଟ୍ରଗଲ୍। ଭେରି ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଇମ୍ପୋର୍ଟାଣ୍ଟ ନୁହେଁ କି ନାହିଁ କୁହ? ସରି ଇମ୍ପୋର୍ଟାଣ୍ଟ ଅଟେ ନା ନାହିଁ ଆପଣମାନେ କୁହନ୍ତୁ। ଯେଉଁଟା ଇମ୍ପୋର୍ଟାଣ୍ଟ ମୁଁ ସେଇଟା ପଏଣ୍ଟ ଲେଖିଛି, ବାକି ସବୁ ଫାଲତୁ ପଏଣ୍ଟ ଲେଖିକି ମୁଁ ଆପଣଙ୍କୁ ଟାଇମ୍କୁ ବର୍ବାଦ କରିବାକୁ ଚାହୁଁନି, ଠିକ୍ ଅଛି। ଏବଂ ତାପରେ କ'ଣ ହେଲା ଦେଖନ୍ତୁ, 1938 ମସିହାରେ ପୁଣି ଥରେ ଯେଉଁ ହରିପୁର କଂଗ୍ରେସ ହେଲା, ଠିକ୍ ଅଛି, ହରିପୁର କଂଗ୍ରେସ ସେସନ୍ ହେଲା, ସେଇ ଜାଗାରେ ମଧ୍ୟ ଡିସାଇଡ଼୍ କରାଗଲା ପ୍ରେସିଡେଣ୍ଟ କରିବା ପାଇଁ ସୁଭାଷ ଚନ୍ଦ୍ର ବୋଷକୁ। ଏବଂ ତାପରେ ପରେ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଏଇଟା ମୋର କ୍ୱେଶ୍ଚନରେ ଆସିଛି, MCQ ଆପଣମାନଙ୍କୁ ଯେତେବେଳେ ମୁଁ ଆପଣଙ୍କୁ କହିବି ଏଇଟା ମନେ ରଖନ୍ତୁ। MCQ ମଧ୍ୟ ଏଇଟା ଅଛି, ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ଯିଏକି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହାକୁ ଫର୍ମ କରିଥିଲେ। କାହିଁକି ଦେଖନ୍ତୁ, ଯେତେବେଳେ ଏଠି ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଯେଉଁ ବନେଇଥିଲେ, ଠିକ୍ ଅଛି, ମହାତ୍ମା ଗାନ୍ଧୀ ତାଙ୍କୁ ରିଜେକ୍ଟ କରିଦେଇଥିଲେ ସେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସରୁ, ସେଥିପାଇଁ ସେ ଇଣ୍ଡିଆନ୍ ଫରୱାର୍ଡ଼ ବ୍ଲକ୍ କରିଥିଲେ। ଆଣ୍ଡ ତାପରେ ପରେ ଦେଖନ୍ତୁ, ଇଣ୍ଡିଆନ୍ ନ୍ୟାସନାଲିଷ୍ଟ ଯେମିତିକି ୱାର୍ଲଡ଼ ୱାର୍ ଯେତେବେଳେ ୱାର୍ଲଡ଼ ୱାର୍ ଯେତେବେଳେ ଚାଲୁଥିଲା, ସେ ସମୟରେ ସେ ଗୋଟେ ଆର୍ମି ଫର୍ମ କରିଥିଲେ, ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି। କାହା ନେତୃତ୍ୱରେ? ମୋହନ ସିଂଙ୍କ ନେତୃତ୍ୱରେ। ଅର୍ଥାତ୍ ମୋହନ ସିଂ ଏଟାକୁ ଫର୍ମୁଲେଟେଡ଼ କରିଥିଲେ, କିନ୍ତୁ ତାଙ୍କ ନେତୃତ୍ୱରେ ଫର୍ମ କରିଥିଲେ। କ୍ୱେଶ୍ଚନ୍ ଆପଣଙ୍କୁ ଘୁମେଇକି ଦେବ, କିଏ ଫର୍ମ କରିଥିଲେ? ମୋହନ ସିଂ। ଯଦି ମୋହନ ସିଂ ନାହିଁ, ତାପରେ ସୁଭାଷ ଚନ୍ଦ୍ର ଆପଣମାନେ ଲେଖିପାରିବେ। ଓକେ। ଏବଂ ସୁଭାଷ ଚନ୍ଦ୍ର ବୋଷ ଗୋଟେ ଏଷ୍ଟାବ୍ଲିଶ୍ କରିଥିଲେ କ'ଣ ନା, ଫ୍ରି ଇଣ୍ଡିଆ ସେଣ୍ଟର। କେଉଁ ଜାଗାରେ? ଏଇଟା ମନେ ରଖିବେ, ଫ୍ରି ଇଣ୍ଡିଆ ସେଣ୍ଟର ଯେଉଁକି ଜାପାନରେ କରିଥିଲେ। ଏବଂ ଫ୍ରି ଇଣ୍ଡିଆ ସେଣ୍ଟରରୁ ସେ ଗୋଟେ ସ୍ଲୋଗାନ ଦେଇଥିଲେ, ଦେଖନ୍ତୁ, ଜୟ ହିନ୍ଦ। ଆଉ ଏଇ ଇଣ୍ଡିଆନ୍ ଆର୍ମି ଏଇଟା ଜୟ ହିନ୍ଦର ସ୍ଲୋଗାନ ଦେଇଥିଲେ। ଏବଂ ତା ସହିତ ଆଜାଦ ହିନ୍ଦ ରେଡ଼ିଓ କିଏ ଏଇଟା ଗଠନ କରିଥିଲେ? ତ ସୁଭାଷ ଚନ୍ଦ୍ର ବୋଷ, 1942 ମସିହାରେ ଜର୍ମାନୀରେ। ଠିକ୍ ଅଛି। ଏଇଟା ଦେଖନ୍ତୁ, ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ାକ। ଆଚ୍ଛା, ଜର୍ମାନୀକୁ ଗଲେ, ଜାପାନକୁ ଗଲେ କାହିଁକି? ତା'ର ମଧ୍ୟ ଷ୍ଟୋରି ଅଛି ଦେଖନ୍ତୁ। ଯେତେବେଳେ ସେ ବନ୍ଦୀ ହେଇଥିଲେ ତାଙ୍କ ନିଜ ଘରରେ, କିଏ? ସୁଭାଷ ଚନ୍ଦ୍ର ବୋଷ। ତ ସେଠୁ ତାଙ୍କୁ ଯିବା ପାଇଁ ଆଜାଦି ନଥିଲା। ଏଠି ସମସ୍ତେ କ'ଣ, ଏଟା ଏସବୁ ଜାଗାରେ ବ୍ରିଟିଶ ଆର୍ମି ଥିଲେ। ତ ସେ ଗୋଟେ ଛଦ୍ମ ବେଶ ଧରିକି ସେ କୁଆଡ଼େ ଗଲେ ନା, ଜର୍ମାନୀକୁ ଗଲେ। ତ ଜର୍ମାନୀରେ ହିଟଲରଙ୍କ ସହିତ ସମ୍ପର୍କ ସ୍ଥାପନ କରିକି ସେ ଧୀରେ ଧୀରେ ଜାପାନକୁ ଗଲେ, ଏବଂ ଜାପାନରୁ ସେ ଇଣ୍ଡିଆକୁ ଆଟାକ୍ କରିବା ପାଇଁ ଚେଷ୍ଟା କରିଥିଲେ। ଏଇଟା ଥିଲା ଟୋଟାଲ୍ ଷ୍ଟୋରି। ଏବଂ ଆଜାଦ ହିନ୍ଦ ଫୋର୍ସ କେମିତି ଗଠନ କଲେ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ଦେଖନ୍ତୁ, ଆଜାଦ ହିନ୍ଦ ଫୋର୍ସ ଏଷ୍ଟାବ୍ଲିଶ୍ ହେଲା ଲିଡରସିପ୍ର, କାହା ଲିଡରସିପ୍ର? ମୋହନ ସିଂଙ୍କ ନେତୃତ୍ୱରେ। ଏଇଟା କ୍ୱେଶ୍ଚନ୍ ଆପଣଙ୍କୁ ଆସେ। ଏବଂ ତାପରେ ପରେ ଯେତେବେଳେ ଜାପାନକୁ ସେ ଯାଇଥିଲେ, ତ ଜାପାନରେ କାହା ସହିତ ମିଳିଥିଲେ? ଟୋଜୋ ଯିଏ ଥିଲେ ପ୍ରାଇମ୍ ମିନିଷ୍ଟର ଥିଲେ ଜାପାନର ସେଇ ସମୟରେ। ଏବଂ ନେତାଜୀ ଯେଉଁ ଆମେ କହୁନା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେତାଜୀ ତାଙ୍କର ଟାଇଟଲ୍ ଯେଉଁଟା, ଏଇଟା କିଏ ଦେଇଥିଲା? ଏ ଦେଇଥିଲେ ଆଜାଦ ହିନ୍ଦ ଫୋର୍ସର ସୋଲଜର ମାନେ ତାଙ୍କୁ ଦେଇଥିଲେ। ଏପରି ଭାବରେ ସେ ତାଙ୍କର କାମ କରିଥିଲେ। ଏବଂ ତା ସହିତ ଇଣ୍ଡିଆନ୍ ନ୍ୟାସନାଲ୍ର ଗୋଟେ ବ୍ରିଗେଡ୍ସ ଦେଇଥିଲେ। କେଉଁ ବ୍ରିଗେଡ଼ ଦେଇଥିଲେ ଦେଖନ୍ତୁ, ସୁଭାଷ ବ୍ରିଗେଡ଼ ଦେଇଥିଲେ, ଗାନ୍ଧୀ ବ୍ରିଗେଡ଼ ଦେଇଥିଲେ, ନେହେରୁ ବ୍ରିଗେଡ଼ ଦେଇଥିଲେ, ଆଜାଦ ବ୍ରିଗେଡ଼ ଦେଇଥିଲେ, ଏବଂ ରାଣୀ ଲକ୍ଷ୍ମୀ ବ୍ରିଗେଡ଼ ଦେଇଥିଲେ। ଏବଂ ରାଣୀ ଲକ୍ଷ୍ମୀ ବ୍ରିଗେଡ଼ର ହେଡ଼୍ ଥିଲେ ସୋଲଜର ଯୋଉକି ରାଣୀ ଲକ୍ଷ୍ମୀ ବାଇ। ଓକେ। ଏବଂ ସେ କେମିତି ଗଭର୍ଣ୍ଣମେଣ୍ଟ ଫର୍ମେସନ୍ କଲେ? କିଛି ଗଭର୍ଣ୍ଣମେଣ୍ଟ ମଧ୍ୟ ସେ ଫର୍ମେସନ୍ କରିଥିଲେ ସିଙ୍ଗାପୁରରେ। କେଉଁ ଜାଗାରେ? ସିଙ୍ଗାପୁରରେ, ଯେଉଁଟାକି ଆଜାଦ ହିନ୍ଦ ଗଭର୍ଣ୍ଣମେଣ୍ଟ ବୋଲି କୁହାଯାଇଥାଏ। ଏବଂ ସେ ଜାଗାରେ ସେ ସ୍ଲୋଗାନ ମଧ୍ୟ ଦେଇଥିଲେ, ଯେମିତିକି ବହୁତ ଗୁଡ଼ିଏ ସ୍ଲୋଗାନ ସେ ଦେଇଥିଲେ ଦେଖନ୍ତୁ, ଗିଭ୍ ମି ବ୍ଲଡ଼, ଆଇ ୱିଲ୍ ଗିଭ୍ ୟୁ ଫ୍ରିଡ଼ମ୍, ଫ୍ରିଡ଼ମ୍ ଇଜ୍ ନଟ୍ ଗିଭେନ୍, ଇଟ୍ ଇଜ୍ ଟେକନ୍, ୱି ମଷ୍ଟ ଫାଇଟ୍, ୱି ୱାଣ୍ଟ ଟୁ ଲିଭ୍, ଇଟ୍ ଇଜ୍ ନଟ୍ ନେସେସରି ଟୁ ୱେଟ୍ ଫର୍ ଦ ପରମିଶନ୍ ଅଫ୍ ଦ ଅଦର୍ ସିକ୍ୟୁର ଅର୍ ଦ ରାଇଟ୍ସ। ତ ଏଇଟା ସବୁ ସ୍ଲୋଗାନ, ଗୋଟେ ଗୋଟେ ସ୍ଲୋଗାନ, ଗୋଟେ ଦୁଇଟା ଏମିତି ଆପଣମାନେ ଦେଖି ନିଅନ୍ତୁ, ଏଇଟା ମନେ ରଖିବାକୁ ପଡ଼ିବ। ସେ ଇଣ୍ଡିଆକୁ କେମିତି ଆସିଲେ? ଇଣ୍ଡିଆକୁ ଦେଖନ୍ତୁ, ସେ ମାନେ ଜର୍ମାନୀରେ ଟ୍ରାଏ କରିଥିଲେ ହିଟଲରଙ୍କ ସହିତ ଆଉ ଆଟାକ୍ କରିବା ପାଇଁ ଭାରତକୁ। କାହିଁକି? ବ୍ରିଟିଶ ଇଣ୍ଡିଆଟିକୁ, ବ୍ରିଟିଶ ଆର୍ମିମାନଙ୍କୁ ଏଠୁ ଭଗାଇବା ପାଇଁ। ଏମିତି ନୁହେଁ କି ଇଣ୍ଡିଆକୁ ଖରାପ କରିବା ପାଇଁ, ନାହିଁ। ଏବଂ ତାପରେ ପରେ ଜାଣିଲେ କି ହିଟଲର କ'ଣ, ହିଟଲର ଗୋଟେ କ'ଣ, ମାନେ ଯେଉଁ ଜାଗାକୁ ଗଲା ସେ ସେଇ ଜାଗାକୁ ହିଁ ଅତ୍ୟାଚାର କରିବ। ତ ସେଥିପାଇଁ ସେ ଜର୍ମାନୀକୁ ଛାଡ଼ିକି ସେ ଯାଇଥିଲେ ଜାପାନ ସେ ଆଟାକ୍ କରିବାକୁ ଚେଷ୍ଟା କରିଥିଲେ, ଏବଂ ଆଟାକ୍ ମଧ୍ୟ କରିଥିଲେ, ଯେଉଁଟାକି ପରବର୍ତ୍ତୀ ସମୟରେ 1943 ମସିହାରେ, ସେ 43-44 ମସିହାରେ ସେଟା ବିଫଳ ହେଇଯାଇଥିଲା। ତ କେମିତି କ'ଣ ହେଇଥିଲା ଆମେ ଜାଣିବା। ଏଠି ଦେଖନ୍ତୁ, ସେ ଗୋଟେ ସ୍ଲୋଗାନ ଦେଇଥିଲେ, ଦିଲ୍ଲୀ ଚଲୋ, ଜୟ ହିନ୍ଦ ସ୍ଲୋଗାନ ଦେଇଥିଲେ। ଏବଂ ସେ ଇଣ୍ଡିଆନ୍ ଆର୍ମିଙ୍କ ନେତୃତ୍ୱରେ ସେ ନର୍ଥ ଇଷ୍ଟର୍ଣ୍ଣ ଷ୍ଟେଟ୍ସ, ଯେମିତିକି ମଣିପୁର, ସେ ଆଟାକ୍ କରିଥିଲେ।
ଏବଂ ଅନଫର୍ଚୁନେଟଲି ଯଦି କହିବା ସେଠି ସେ ଜାପାନର ଆର୍ମି ମାନେ ସେ ୱିଡ୍ର କରିଦେଇଥିଲେ, ମାନେ ଫୋର୍ସ ସରେଣ୍ଡର କରିଦେଇଥିଲେ, କାହିଁକିନା ସେ ସମୟରେ ବର୍ଷା ମଧ୍ୟ ହେଇଯାଇଥିଲା ଏବଂ ମାନେ ଇଣ୍ଡିଆନ୍ ଆର୍ମି ସହିତ କଣ୍ଟାକ୍ଟ ହେଇପାରିଲାନି। ତ ସେଥିପାଇଁ ଏଇ ୱାର୍ଟା ବନ୍ଦ ହେଇଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ନିରାଶ ହେବାକୁ ପଡ଼ିଥିଲା ସୁଭାଷ ଚନ୍ଦ୍ର ବୋଷକୁ। ଏବଂ ଏଠି ଦେଖନ୍ତୁ ଆଉ କିଛି ଯଦି କହିବା, ସୁଭାଷ ଚନ୍ଦ୍ର ବୋଷ ଯେଉଁ ଆଣ୍ଡାମାନ ଆଣ୍ଡ ନିକୋବର ଦ୍ୱୀପପୁଞ୍ଜରୁ ସେ ଆସିଥିଲେ ହେଲା, କାହିଁକିନା ସେଠୁ ହିଁ ଆସିବେ ନା, ତ ସେଠି ଗୋଟେ ତାଙ୍କର ଆଇଲ୍ୟାଣ୍ଡ ରଖିଥିଲେ ସେ ଆଣ୍ଡାମାନ ଆଣ୍ଡ ନିକୋବରକୁ, ଯେଉଁଟାକି ସାହିଦ ଦ୍ୱୀପ ଆଣ୍ଡ ସ୍ୱରାଜ ଦ୍ୱୀପ ବୋଲି କହିଥିଲେ। ଆଣ୍ଡାମାନକୁ ସାହିଦ ଦ୍ୱୀପ, ନିକୋବରକୁ ସ୍ୱରାଜ ଦ୍ୱୀପ କହିଥିଲେ। ଏବଂ ଏଠି ଦେଖନ୍ତୁ 1943 ମସିହାରେ ହେଲା ଆଣ୍ଡାମାନ, ଏଇଟା ତ ମୁଁ ଆପଣଙ୍କୁ କହିଲି, ଠିକ୍ ଅଛି। ଏବଂ ସେଠୁ ଯେତେବେଳେ ଇଣ୍ଡିଆକୁ ଆସିଲେ, ଇଣ୍ଡିଆରେ କୋହିମା ଜାଗାରେ ବା କୋହିମାରେ ସେ ମଣିପୁରର କୋହିମାରେ ସେ ଇଣ୍ଡିଆନ୍ ଫ୍ଲାଗ୍କୁ କ'ଣ କରିଥିଲେ, ହୋଷ୍ଟ କରିଥିଲେ। ଭେରି ଭେରି ଇମ୍ପୋର୍ଟାଣ୍ଟ, ଆପଣଙ୍କୁ କ୍ୱେଶ୍ଚନ୍ ପଚାରିପାରେ, ଠିକ୍ ଅଛି, ଏଇଟା ମନେ ରଖିବେ। ଓକେ, ତାପରେ ଭାଇସରୟ ଏ ସମୟରେ କିଏ ଥିଲେ? ଭାଇସରୟ ଥିଲେ ଲର୍ଡ଼ ୱେଭେଲ୍। କିଏ ଥିଲେ? ଲର୍ଡ଼ ୱେଭେଲ୍। ଏବଂ ଲର୍ଡ଼ ୱେଭେଲ୍ ସେ ବହୁତ ଗୁଡ଼ିଏ ଇଣ୍ଡିଆନ୍ ଆର୍ମିକୁ ବନ୍ଦୀ କରିଦେଇଥିଲେ। ବନ୍ଦୀ କରିବା ପରେ ବହୁତ ଗୁଡ଼ିଏ ଲୋକ ଏଠି କ'ଣ କରିଥିଲେ ନା, ତାକୁ ଫୋର୍ସ କରିଥିଲେ, ଆଟାକ୍ କରିଥିଲେ, ମୁଭମେଣ୍ଟ କରିଥିଲେ, ଷ୍ଟ୍ରାଇକ୍ କରିଥିଲେ, ଯେଉଁଦ୍ୱାରା କି ଭାଇସରୟ ସେମାନଙ୍କୁ ବନ୍ଦୀରୁ ଛାଡ଼ି ଦେଇଥିଲେ। ଏତିକି ଥିଲା ଷ୍ଟୋରି। ବସ୍ କେତେ ମିନିଟ୍ରେ ଆପଣଙ୍କୁ? 10 ମିନିଟ୍ରେ। ଏଇ 10 ମିନିଟ୍ରେ ଆପଣମାନଙ୍କୁ ବହୁତ ବେନିଫିଟ୍ ଦେବ। ଓକେ, ତ ଦେଖନ୍ତୁ MCQs ଆମେ ଡିସ୍କସ୍ କରିବା। ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି? ଦେଖନ୍ତୁ ଏଇଟା ମୁଁ ଆପଣଙ୍କୁ କ୍ୱେଶ୍ଚନ୍ ଆସି କହିଲି କି ନାହିଁ, କୁହନ୍ତୁ ଏଇଟା କ୍ୱେଶ୍ଚନ୍ କୋଉଟା, ଆନ୍ସର୍ କ'ଣ ହେବ? ଏଇଟା ହେବ ମୋହନ ସିଂ। ଦେଖନ୍ତୁ ସୁଭାଷ ଚନ୍ଦ୍ର ବୋଷ ଅଛି କିନ୍ତୁ ହେବନି, ମୋହନ ସିଂ ହେବ, ହେଲା। ତ ମୋହନ ସିଂ, ଏଇଟା ଆପଣ ଦେଖନ୍ତୁ କରେକ୍ଟ ଆନ୍ସର୍ ମୋହନ ସିଂ ଅଟେ। ଏଇଟା ବହୁତ ଗୁଡ଼ିଏ ଜାଗାରେ ମଧ୍ୟ କରେକ୍ଟ ଆନ୍ସର୍ ଦେଇଛି। ହଁ, ନେକ୍ସଟ ହେଲା ହୁ ଫାଉଣ୍ଡେଡ଼ ଦ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍? ଏବେ କ୍ୱେଶ୍ଚନ୍ ଆପଣଙ୍କୁ କହିଲି, ଯେଉଁଟା ଡିସ୍କସ୍ କରୁଥିଲି, ତ ଏଇଟା କିଏ କରିଥିଲେ? ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ନା କିଏ? ଅବଭିୟସ୍ଲି ସୁଭାଷ ଚନ୍ଦ୍ର ବୋଷ କରିଥିଲେ। 4 ନମ୍ବର କ୍ୱେଶ୍ଚନ୍ ଦେଖନ୍ତୁ, ନମ୍ବର 4 ନେବ, ଏଇଟା ଦେଖନ୍ତୁ, ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟେଟମେଣ୍ଟ ଆବାଉଟ୍ ସୁଭାଷ ଚନ୍ଦ୍ର ବୋଷ ଇଜ୍ ନଟ୍ କରେକ୍ଟ? ସୁଭାଷ ଚନ୍ଦ୍ର ବୋଷଙ୍କ ହିସାବରେ କେଉଁଟା କରେକ୍ଟ ନୁହେଁ? ହି ରୋଡ୍ ଦ ଇଣ୍ଡିଆନ୍ ଷ୍ଟ୍ରଗଲ୍, ହଁ ଏବେ ତୁମେ ପଢ଼ିଲେ। ସ୍ୱାମୀ ବିବେକାନନ୍ଦ ୱାଜ୍ ଦ ପଲିଟିକାଲ୍, ଏଇଟା ତ ନୁହେଁ। କିଏ ଥିଲେ ଆପଣମାନେ କୁହନ୍ତୁ? ହି ଫ୍ରମ୍ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ୟେସ୍, ଏଇଟା ତ କହିଥିଲେ। ହି ୱାଜ୍ ଇଲେକ୍ଟେଡ୍ ପ୍ରେସିଡେଣ୍ଟ ଅଫ୍ ନ୍ୟାସନାଲ୍, ୟେସ୍, କିନ୍ତୁ ଅପସନ୍ ନମ୍ବର ବି ଯେଉଁଟାକି ଗଲତ ଅଛି, ଠିକ୍ ଅଛି। ପଲିଟିକାଲ୍ ଆଗରୁ CR ଦାସ ଥିଲେ, ଯିଏକି ସ୍ୱାମୀ ବିବେକାନନ୍ଦ କୌଣସି ପ୍ରକାର ରିଲେଟେଡ୍ ନୁହଁ, ଠିକ୍ ଅଛି। ତ ଏଇଟା ଆପଣଙ୍କୁ ସେଇଟା ଏକ୍ସପିରିଏନ୍ସ ଦେଇଛି, ଠିକ୍ ଅଛି। ତାପରେ ଏକ୍ସପ୍ଲେନ୍ କରୁଛି। ନେକ୍ସଟ ଦେଖନ୍ତୁ, ନେକ୍ସଟ କ୍ୱେଶ୍ଚନ୍ ମଧ୍ୟରେ ହୁଇଚ୍ ଅଫ୍ ଦ ଫଲୋଇଂ ଲିଡର୍ସ ୱାଜ୍ ଇନଭଲ୍ଭ ୱିଥ୍ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି? ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିରେ କେଉଁ ଲିଡର୍ ଥିଲେ? ୟେସ୍, ରାସ ବିହାରୀ ବୋଷ ମଧ୍ୟ ଥିଲେ, ଜେନେରାଲ ମୋହନ ସିଂ ମଧ୍ୟ ଥିଲେ, ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଥିଲେ, 3 ଜଣ ଥିଲେ। ତ ରାଇଟ୍ ଆନ୍ସର୍ ଆମର କ'ଣ ନା ଡି, ଅଲ୍ ଅଫ୍ ଦିସ୍ ବା ଅଲ୍ ଅଫ୍ ଦ ଏଭବ୍। ତାପରେ ଦେଖନ୍ତୁ ଏଇଟା ଏକ୍ସପ୍ଲେନ୍ ମଧ୍ୟ ଦେଇଛି, ଆପଣମାନେ ପଢ଼ିପାରିବେ, କିଛି ଅସୁବିଧା ନାହିଁ। 6 ନମ୍ବର କୁହନ୍ତୁ, ଏହାର ଆନ୍ସର୍ ଦେବାକୁ ଚେଷ୍ଟା କରନ୍ତୁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଲ୍ୟାଣ୍ଡସ୍ ହୁଇଚ୍ ଆର୍ ସିନ୍ ଇନ୍ ଦ ନ୍ୟୁଜ୍ ରିସେଣ୍ଟଲି ଇଜ୍ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍? କେଉଁ ଷ୍ଟେଟ୍ରେ ଅଛି? ଅବଭିୟସ୍ଲି ଅପସନ୍ ନମ୍ବର ବି, ଆଣ୍ଡାମାନ ଆଣ୍ଡ ନିକୋବର ଦ୍ୱୀପପୁଞ୍ଜରେ ଅଛି, ଯେଉଁଟାକି ଆମେ ପଢ଼ିଛେ ଏବେ। 7 ନମ୍ବର କୁହନ୍ତୁ। 1944 ଏଇଟା ଦେଇଛି। ହୋଷ୍ଟେଡ୍ ଦ ଫ୍ଲାଗ୍ ଟାଉନ୍ କେଉଁ ଜାଗାରେ କରିଥିଲେ? ମଣିପୁରରେ ହିଁ କରିଥିଲେ ନା ନାହିଁ? ଠିକ୍ ଅଛି। କୋହିମାରେ, ଓକେ, କୋହିମାରେ କରିଥିଲେ ନାହିଁ, ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ସ 8 in 1939 ସୁଭାଷ ଚନ୍ଦ୍ର ବୋଷ ୱାଜ୍ ଇଲେକ୍ଟେଡ୍ ଏଜ୍ ଦ ପ୍ରେସିଡେଣ୍ଟ ଅଫ୍ କଂଗ୍ରେସ ପାର୍ଟି ଡିଫିଟିଂ, କାହାକୁ ଡିଫିଟିଂ କରିକି? ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଜବାହରଲାଲ ନେହେରୁକୁ, ମୌଲାନା ଆବୁଲ କାଲାମ ନା ବିବି ପଟେଲ? ତ ରାଇଟ୍ ଆନ୍ସର୍ ହେଇଯିବ ଆମର ଅପସନ୍ ନମ୍ବର ସୁଭାଷ ଚନ୍ଦ୍ର ଇଲେକ୍ଟେଡ୍ କଂଗ୍ରେସ ପ୍ରେସିଡେଣ୍ଟ ଏଜ୍ ଦେଖନ୍ତୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଠିକ୍ ଅଛି। ତ କାହାକୁ ଡିଫିଟେଡ୍ କରିଥିଲେ? ତ ଏଇଟା କ'ଣ ଆନ୍ସର୍ ଦେଲା? ଏଇଟା ବୋଧେ ଜବାହରଲାଲ ନେହେରୁ ହେବ, ଠିକ୍ ଅଛି। ଜବାହରଲାଲ ନେହେରୁ ହିଁ ହେବ ଏହାର ଆନ୍ସର୍, ଓକେ। କଂଗ୍ରେସ ଟୁକ୍ ଦ ପ୍ରେସିଡେଣ୍ଟ ନେତାଜୀ ଇଲେକ୍ଟେଡ୍ ବାଇ ଡିଫିଟେଡ୍, ସରି ଡକ୍ଟର ପ୍ରତିଭା ସୀତାରମାୟା, ଠିକ୍ ଅଛି। ଡକ୍ଟର, ହଁ, ଡି ନମ୍ବର ହେବ ଆମର ରାଇଟ୍ ଆନ୍ସର୍। କେଉଁଟା ହେବ? ଡି ନମ୍ବର ରାଇଟ୍ ଆନ୍ସର୍ ହେବ, ଓକେ। ତାପରେ 9 ନମ୍ବର ଆନ୍ସର୍ କୁହନ୍ତୁ। ହୁଇଚ୍ ପାର୍ଟି ୱାଜ୍ ଏଷ୍ଟାବ୍ଲିଶ୍ ବାଇ ସୁଭାଷ ଚନ୍ଦ୍ର ବୋଷ ଆଫ୍ଟର କେମ୍ ଆଉଟ୍ ଅଫ୍ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ?
ଦେଖନ୍ତୁ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ଆଉ ଫରୱାର୍ଡ଼ କ୍ଲବ୍ ବି କରିଥିଲେ, ତ କେଉଁଟା ଆନ୍ସର୍ ହେବ ଆପଣମାନେ କୁହନ୍ତୁ? ଏଇଟା ହେବ ଅପସନ୍ ନମ୍ବର ସି, ଫରୱାର୍ଡ଼ ବ୍ଲକ୍ କରିଥିଲେ ସେ, ଏଇଟା ଏକ୍ସପ୍ରେସନ୍ ଦେଇଛି। ନେକ୍ସଟ, ହୁ ୱନ୍ ଦ ସୁଭାଷ ଚନ୍ଦ୍ର ବୋଷ ଅପଡ଼ ପ୍ରବନ୍ଧନ ପୁରସ୍କାର କିଏ ନେଇଥିଲେ? ମାନେ ସୁଭାଷ ଚନ୍ଦ୍ର ବୋଷର ରିଲେଟେଡ୍ କ୍ୱେଶ୍ଚନ୍ ଏଇଟା, କିଏ ନେଇଥିଲେ ତାର ଆୱାର୍ଡ଼ 2022ରେ ଏବେ ରିସେଣ୍ଟଲି ଏଇଟା ଆନ୍ସର୍ ହେଇଗଲା ଆମର ବିନୋଦ ଶର୍ମା। ଓକେ, ଏଇଟା ମଧ୍ୟ ଏକ୍ସପ୍ଲେନ୍ ଦେଇଛି, ଆପଣ ଦେଖିପାରିବେ। ଠିକ୍ ଅଛି।